ମାହାଙ୍କର ବିକାଶରେ ଆଉ ପଦେ ଆଗକୁ ପାଦ ବଢାଇଲେ ବୁଲୁ ଭାଇ। ପୁଣି ଆଉ ଦୁଇ ପାଦ ଆଗରେ ମାହାଙ୍ଗା ବିକାଶ। କୁଆଁପାଳ ବାଲିଚନ୍ଦ୍ରପୁର ପୂର୍ତ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ 84 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ କୁସୁପୁରଠାରେ ମାହାଙ୍ଗାର ଯୁବ ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ କରକମଳରେ ଶୁଭ ଭିତ୍ତିପ୍ରସ୍ତର ଦିଆଯାଇଥିଲା। 500ରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ସହିତ ବିରାଟ ବାଇକ୍ ଶୋଭାଯାତ୍ରାରେ ବିଧାୟକଙ୍କୁ ପାଛୋଟି ନେଇଥିଲେ ଶିଳାନ୍ୟାସ ସ୍ଥାନକୁ। ସେହିପରି ପଟ୍ଟାମୁଣ୍ଡାଇ କେନାଲ ଚାଁପାଠାରେ 6 କୋଟି ଟଙ୍କା ବିନିମୟରେ ବାଗସରପୁରଠାରୁ ଚଢେଇପୁଟିଆ ରାସ୍ତା ସହ ଗୋବରୀ ନଦୀ ଉପରେ ସୁଇଚ୍ ସେତୁକୁ ବିଧାୟକ ଶାରଦା ପ୍ରଧାନଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀଙ୍କ ସହ ହଜାର ହଜାର ବିଧାୟକଙ୍କ ସମର୍ଥକମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ବହୁ ଦିନର ବିରୋଧୀ ପରେ ବିକାଶ ଦିଗରେ ପାଦ ଥାପିଛନ୍ତି ବିଧାୟକ। ଲୋକଙ୍କ ସମାଲୋଚନାର ଭିତ୍ତିଭୂମି ଉପରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢାଇ ବିକାଶର ରଙ୍ଗୀନ ସ୍ୱପ୍ନ ସାକାର କରିବାକୁ ଯାଉଛନ୍ତି। ମାହାଙ୍ଗାର ଅଗଣିତ ଜନସାଧାରଣଙ୍କ ଆଶା ଭରସା ଉପରେ ବିକାଶର ମଞ୍ଜି ବୁଣିବାକୁ ଲାଗିଲେଣି ବିଧାୟକ। ସାଧାରଣ ଜନତାଙ୍କ ମୁହଁରେ ସାଧୁବାଦ ପାଇଲେଣି ବିଧାୟକ। ମାହାଙ୍ଗାର ଅମରେନ୍ଦ୍ର ସିଂହ, ଓଡ଼ିଶା ମୋବାଇଲ ଟିଭି।